ବଦଳିଲା ଆରସିବି ହୋମ୍ ଗ୍ରାଉଣ୍ଡ। 2025 ଆଇପିଏଲ୍ ସିଜନରେ ଆରସିବି ଚାମ୍ପିୟନ ହୋଇଥିଲା। ଏହି ଐତିହାସିକ ଆୟୋଜନ ବିଜୟର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ ବିଜୟ ପରେଡ୍ ଆୟୋଜନ କରାଯାଇଥିଲା। କିନ୍ତୁ ଏହି ସମୟରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହେବାରୁ 11 ଜଣ ଲୋକ ପ୍ରାଣ ହରାଇଥିଲେ ଓ ଆହୁରି ଅନେକ ଲୋକ ଆହତ ହୋଇଥିଲେ। ଆସନ୍ତା ଆଇପିଏଲ୍ ସିଜନରେ ଲାଗି ବର୍ତ୍ତମାନ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଆରସିବି ନିଜ ହୋମ୍ ଗ୍ରାଉଣ୍ଡ ପରିବର୍ତ୍ତନ କରିବ। ଦଳ ନଭି ମୁମ୍ବାଇ ଟି.ୱାଇ ପାଟିଲ ଷ୍ଟାଡିୟମ କିମ୍ବା ରାୟପୁର ବୀର ନାରାୟଣ ସିଂହ ଷ୍ଟାଡିୟମ ନିଜ ହୋମ୍ ଗ୍ରାଉଣ୍ଡ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ଦୃଷ୍ଟିରେ ରଖି ଆରସିବି ନିଜ ହୋମ୍ ଗ୍ରାଉଣ୍ଡ ପରିବର୍ତ୍ତନ କରିଛି। ସେହିପରି ରାଜସ୍ଥାନ ରୟାଲ୍ସ ମଧ୍ୟ ଏଥର ନିଜ ହୋମ୍ ଗ୍ରାଉଣ୍ଡ ବଦଳାଇବାକୁ ଯାଉଛି। ଦଳ ପୁନେରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡକୁ ନିଜ ହୋମ୍ ଗ୍ରାଉଣ୍ଡ କରିବାକୁ ନିଷ୍ପତ୍ତି ନେଇଛି। କ୍ରିକେଟ ଆସୋସିଏସନ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଗତ ବର୍ଷ ନିର୍ବାଚନ ହୋଇପାରିନଥିଲା। ଏହି କାରଣରୁ ଆରସିଏ ଏକ ଅସ୍ଥାୟୀ କମିଟି ଦ୍ୱାରା ପରିଚାଳିତ ହେଉଛି। ଏହି କାରଣରୁ ଗତ ବର୍ଷ ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ସିଂ ଧୁମଲ କହିଥିଲେ ଯେ ନିର୍ବାଚନ ହୋଇନଥିଲେ ରାଜସ୍ଥାନ ରୟାଲ୍ସ ଏଥର ଜୟପୁରରେ ନିଜର ମ୍ୟାଚ୍ ଆୟୋଜନ କରିପାରିବ ନାହିଁ।